ନମସ୍କାର ଦର୍ଶକ ବନ୍ଧୁ। ଆମ ଜୀବନରେ ଦୈନନ୍ଦିନ ଦିନମାନଙ୍କରେ ଭିନ୍ନ ଭିନ୍ନ ଘଟଣାମାନ ଘଟିଥାଏ ଏବଂ ସେହି ଘଟଣାକୁ ନେଇ ଅନେକ ସମୟରେ ଆମେ ଦୁଃଖିତ ଥାଉ ବା ଦୁଃଖ ପ୍ରକାଶ କରୁ ଏବଂ ଅନେକ ସମୟରେ ଆମେ ସେହି ଘଟଣା ଯୋଗୁଁ ଆମ ଜୀବନରେ କିଛିଟା ପରିବର୍ତ୍ତନ ଦେଖାଯାଏ ବା ଆମ ଜୀବନରେ କିଛିଟା ଉନ୍ନତି ଦେଖାଯାଏ। ଦର୍ଶକ ବନ୍ଧୁ, ବର୍ତ୍ତମାନର ମାର୍ଗଶିର ମାସରେ ଏହି ମାସଟି ବିଶେଷ କରି ମା ଲକ୍ଷ୍ମୀଙ୍କର ପାଇଁ ଶ୍ରେୟ ହୋଇଥାଏ। ବିଶେଷ କରି ଏହି ମାସରେ ଆମେ ମାଣବସା ଗୁରୁବାର ପାଳନ କରିଥାଉ ଏବଂ ମା ଲକ୍ଷ୍ମୀଙ୍କୁ ପୂଜା ଅର୍ଚ୍ଚନା କରିଥାଉ। କୁହାଯାଇଥାଏ ଯେ ଏହି ମାସକୁ ବର୍ଷର ସବୁଠାରୁ ପବିତ୍ର ମାସ ମଧ୍ୟରେ ଗୁରୁବାର ବା ମାଣବସା ଗୁରୁବାର ପାଳନ କରାଯାଉଥିବା ମାର୍ଗଶିର ମାସଟିକୁ ଜଣାଯାଏ। ଦର୍ଶକ ବନ୍ଧୁ, ଏହି ମାସଟି ବିଶେଷ କରି ମା ଲକ୍ଷ୍ମୀଙ୍କର ଉପରେ ଶ୍ରେୟ ହୋଇଥାଏ। ଏହି ମାସରେ ଆମେ ନିଶ୍ଚିତ ଭାବରେ ଯଦି ଆମେମାନେ ମା ଲକ୍ଷ୍ମୀଙ୍କୁ ପୂଜା ଅର୍ଚ୍ଚନା କରି ପ୍ରସନ୍ନ କରିଦେଇପାରୁ, ତେବେ ଆମ ଜୀବନରେ ଆର୍ଥିକ ସମସ୍ୟା ବିଲକୁଲ ବି ରହିବ ନାହିଁ। ଆର୍ଥିକ ଭାବେ ବା ଟଙ୍କା ପଇସା ଜନିତ କୌଣସି ବି ଅସୁବିଧା ଆମ ଜୀବନରେ ଆସିବ ନାହିଁ। ବିଲକୁଲ ବି ଆମେ ନିଜ ମନରେ କୌଣସି ପ୍ରକାରର ଚିନ୍ତା ବା କୌଣସି ପ୍ରକାରର ସମସ୍ୟା ଠାରୁ ଆମେ ନିଜ ଜୀବନରେ ସବୁ ପ୍ରକାରର ସମସ୍ୟାକୁ ଦୂରେଇ ଦେଇପାରିବା। ଦର୍ଶକ ବନ୍ଧୁ, ଆଜିର ଏହି ଭିଡ଼ିଓରେ ଆମେ ସେମିତି 5ଟି ଭାଗ୍ୟଶାଳୀ ରାଶିମାନଙ୍କର ବିଷୟରେ ଜାଣିବା, ଯେଉଁମାନେ କି ଏହି ମାର୍ଗଶିର ମାସରେ ଧନୀ ହେବା ପାଇଁ ଯାଉଛନ୍ତି। ସେମାନଙ୍କର ସବୁ ମନସ୍କାମନା ଧୀରେ ଧୀରେ ପୂର୍ଣ୍ଣ ହେବା ପାଇଁ ଯାଉଛି। ନିଜ ମନ ଭିତରେ ସେମାନେ ଯେଉଁ ସବୁ କାମନାକୁ ରଖିଥିଲେ ବା ପୂର୍ବରୁ ସେ ସବୁ କାର୍ଯ୍ୟ ସେମାନଙ୍କର ଅସଫଳ ହୋଇ ଚାଲିଥିଲା, ନିଜ ଜୀବନରେ ସେମାନେ ବହୁତ ପଛକୁ ଚାଲି ଯାଇଥିଲେ ଏବଂ ଆଶାନୁରୂପକ ପ୍ରାପ୍ୟ ନିଜ କାର୍ଯ୍ୟରୁ ପାଇପାରୁନଥିଲେ। ଦର୍ଶକ ବନ୍ଧୁ, ଡେରି ନ କରି ଆସନ୍ତୁ ଆମେ ଜାଣି ରଖିବା ଯେ କ'ଣ ସେହି 5ଟି ରାଶି। ବର୍ତ୍ତମାନର ଗ୍ରହଚକ୍ରକୁ ଆଖି ଆଗରେ ରଖି ଏହି 5ଟି ରାଶିମାନଙ୍କର ନାମ ଏହି ଭିଡ଼ିଓରେ ଆପଣମାନଙ୍କୁ କୁହାଯିବ। ତେଣୁ ଏହି ଭିଡ଼ିଓଟିକୁ ସ୍କିପ୍ ନ କରି ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଯଦି ଆପଣଙ୍କର ରାଶି ଏହା ମଧ୍ୟରେ ଅନ୍ତର୍ଭୁକ୍ତ ଥାଏ, ତେବେ ତଳେ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ କମେଣ୍ଟଟି ନିଶ୍ଚିତ ଭାବରେ କରନ୍ତୁ। ଦର୍ଶକ ବନ୍ଧୁ, ନମ୍ବର 1ରେ ଯେଉଁ ରାଶି ରହୁଛି ତାହା ହେଉଛି ବୃଷ ରାଶି। ବୃଷ ରାଶିର ବ୍ୟକ୍ତିବିଶେଷମାନେ ସବୁବେଳେ ସତ କଥା କହିବା ପାଇଁ ପସନ୍ଦ କରିଥାନ୍ତି। ସେମାନେ କୌଣସି ବ୍ୟକ୍ତିର ସାମ୍ନାରେ ପ୍ରିୟ ହେବା ପାଇଁ ବା ସମ୍ପର୍କ ଭଲ କରିବା ପାଇଁ କେବେ ବି କୌଣସି ପ୍ରକାରର ମିଥ୍ୟା କଥା କହିନଥାନ୍ତି। ଏମାନେ ସବୁବେଳେ ନିଜର ଠିକ୍ କଥାକୁ ବା ଯେଉଁଟା ସତ୍ୟ କଥା ସେହି କଥା ସେମାନେ ସମସ୍ତଙ୍କ ସାମ୍ନାରେ ରଖିଥାନ୍ତି। ଅନେକ ଥର ଏମାନେ ନିନ୍ଦା ଅପବାଦ ପାଇଥାନ୍ତି। ଯେଉଁ ଲୋକମାନେ ଅସାଧୁ ଲୋକମାନେ ଏମାନେ ସବୁବେଳେ ନିଜ କାର୍ଯ୍ୟ ହାସଲ ପାଇଁ ବୃଷରାଶିର ବ୍ୟକ୍ତିବିଶେଷମାନଙ୍କୁ ବ୍ୟବହାର କରିଥାନ୍ତି। ମାତ୍ର ବୃଷରାଶିର ବ୍ୟକ୍ତିବିଶେଷମାନେ କେବେ ଏମାନଙ୍କର ଜାଲରେ ପଡ଼ିନଥାନ୍ତି। ସେମାନେ ସବୁବେଳେ ସିଧା ଏବଂ ସଚ୍ଚୋଟ ରହିଥାନ୍ତି ଏବଂ ଯେଉଁ କାମ କରିବା ଅନୁଚିତ ସେ କାମକୁ କେବେ ବି ସେମାନେ ହାତ ଲଗାଇ ନଥାନ୍ତି ବା ସେ କାର୍ଯ୍ୟରୁ ସବୁବେଳେ ଏମାନେ ଦୂରେଇ ରହିଥାନ୍ତି। ତେଣୁ ବୃଷରାଶିର ବ୍ୟକ୍ତିବିଶେଷମାନଙ୍କୁ କହି ରଖୁଛି ଯେ ଏହି ମାର୍ଗଶିର ମାସଟି ଆପଣଙ୍କର ସବୁ ପ୍ରକାରର ଦୁଃଖ ଦୁର୍ଦ୍ଦଶାକୁ ଦୂର କରିଦେବ। ଯେଉଁ ପ୍ରକାରର ଆଶା ନେଇ ଆପଣ ବର୍ଷ ଆରମ୍ଭ କରିଥିଲେ, ସେ ସବୁ ଆଶା ବର୍ଷ ଶେଷ ବେଳକୁ ବା ଏହି ମାର୍ଗଶିର ମାସର ଶେଷ ବେଳକୁ ଆପଣମାନେ ପୂରଣ କରିଦେଇପାରିବେ। ଯାହା କିଛି ଜିନିଷ ଆପଣ କ୍ରୟ କରିବା ପାଇଁ ଭାବିଥିଲେ ଏବଂ କୌଣସି ନା କୌଣସି ଅସୁବିଧା କାରଣରୁ ସେ ଜିନିଷ ଆପଣମାନେ କ୍ରୟ କରିପାରିନଥିଲେ, ଏହି ଅଳ୍ପ କିଛି ଦିନ ମଧ୍ୟରେ ମା ଲକ୍ଷ୍ମୀଙ୍କର କରୁଣା ଫଳରେ ସେ ସବୁଗୁଡ଼ିକ ଆପଣମାନେ କ୍ରୟ କରିଦେଇପାରିବେ। ଦର୍ଶକ ବନ୍ଧୁ, ନମ୍ବର 2ରେ ଯେଉଁ ରାଶି ରହୁଛି ତାହା ହେଉଛି ମିଥୁନ ରାଶି। ମିଥୁନ ରାଶିର ବ୍ୟକ୍ତିବିଶେଷମାନେ ସବୁଠାରୁ ଶାନ୍ତ ଏବଂ ସରଳ ସ୍ୱଭାବର ହୋଇଥାନ୍ତି। ଏହି ବ୍ୟକ୍ତିବିଶେଷମାନେ ସମ୍ପର୍କ ମଧୁର କରିବା ପାଇଁ ବା ଅନ୍ୟ ଲୋକଙ୍କ ସହିତ ବନ୍ଧୁ ହେବା ପାଇଁ ଖୁବ୍ ଇଚ୍ଛୁକ ଥାନ୍ତି। ଏମାନେ ଅତି ସହଜରେ କୌଣସି ଲୋକକୁ ନିଜ ଆଡ଼କୁ ଆକର୍ଷିତ କରିଦେଇ ପାରିଥାନ୍ତି। ବର୍ତ୍ତମାନ ସମୟରେ ମା ଲକ୍ଷ୍ମୀଙ୍କର କରୁଣା ମିଥୁନ ରାଶିର ବ୍ୟକ୍ତିବିଶେଷମାନଙ୍କର ଉପରେ ଅଛି। ତେଣୁ ବର୍ତ୍ତମାନ ସମୟରେ ଆପଣମାନେ ଚିନ୍ତା ନ କରି ନିଜର କରୁଥିବା କାର୍ଯ୍ୟକୁ ଆଗେଇ ଚାଲନ୍ତୁ। ନିଶ୍ଚିତ ଭାବରେ ଆପଣମାନଙ୍କର ପଦୋନ୍ନତି ହେବା ସହିତ ଆପଣମାନଙ୍କର ଆର୍ଥିକ ସମସ୍ୟା ସମ୍ପୂର୍ଣ୍ଣ ଭାବରେ ଦୂର ହୋଇଯିବ। ତେଣୁ ଆପଣମାନେ ଚିନ୍ତା ନ କରି ତଳେ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ନିଶ୍ଚିତ ଭାବରେ କମେଣ୍ଟଟିଏ କରି ରଖନ୍ତୁ। ଦର୍ଶକ ବନ୍ଧୁ, ନମ୍ବର 3ରେ ଯେଉଁ ରାଶି ରହୁଛି ତାହା ହେଉଛି ସିଂହ ରାଶି। ସିଂହ ରାଶିର ବ୍ୟକ୍ତିବିଶେଷମାନଙ୍କର ମନ ସବୁବେଳେ ଚଳଚଞ୍ଚଳ ହୋଇଥାଏ। କୌଣସି ଗୋଟାଏ ସମୟରେ ସେ କେବେ ବି ଗୋଟେ କାମରେ ସ୍ଥିର ହୋଇପାରିନଥାନ୍ତି। ସେ ସବୁବେଳେ ଅନେକ ସବୁ କାର୍ଯ୍ୟକୁ ଏକା ସହିତ କରିବା ପାଇଁ ଚେଷ୍ଟା କରିଥାନ୍ତି। ମାତ୍ର ସେ କେବେ ବି
କୌଣସି ପ୍ରକାରର ଭୁଲ କାର୍ଯ୍ୟକୁ କରିନଥାନ୍ତି ଏବଂ ସବୁବେଳେ ଠିକ୍ କାର୍ଯ୍ୟରେ ସେମାନେ ହାତ ଦେଇଥାନ୍ତି। ସେମାନେ ସବୁବେଳେ ସଚ୍ଚୋଟ ରହିଥାନ୍ତି ଏବଂ କୌଣସି ଲୋକ ଯଦି ସେମାନଙ୍କୁ କୌଣସି ପ୍ରକାରର କଥା କୁହେ, ମିଥ୍ୟା କଥା କୁହେ, ସେ କଥାରେ କେବେ ବି ସେମାନେ ବିଶ୍ୱାସ କରନ୍ତି ନାହିଁ ବା ସେ କଥାରେ ଭାସିଯାଇ କୌଣସି ପ୍ରକାରର ବଡ଼ ନିଷ୍ପତ୍ତି ନିଅନ୍ତି ନାହିଁ। ସିଂହ ରାଶିର ବ୍ୟକ୍ତିବିଶେଷମାନେ ଆଗାମୀ ସମୟରେ ଉନ୍ନତି କରିବେ, ଏଥିରେ କୌଣସି ପ୍ରକାରର ସନ୍ଦେହ ନାହିଁ। ବର୍ଷର ଶେଷ ବେଳକୁ ସେମାନେ ନିଶ୍ଚିତ ଭାବରେ ସେମାନଙ୍କର କାର୍ଯ୍ୟର ପାଉଣା ଠିକ୍ ଭାବରେ ପାଇପାରିବେ। ଦର୍ଶକ ବନ୍ଧୁ, ନମ୍ବର 4ରେ ଯେଉଁ ରାଶି ରହୁଛି ତାହା ହେଉଛି ଧନୁରାଶି। ଧନୁରାଶିର ବ୍ୟକ୍ତିବିଶେଷମାନେ 12ଟି ରାଶି ଅପେକ୍ଷା ଧନୁରାଶିର ବ୍ୟକ୍ତିବିଶେଷମାନେ ସବୁଠାରୁ ଶକ୍ତିଶାଳୀ ହୋଇଥାନ୍ତି। କୌଣସି ପ୍ରକାରର ବ୍ୟକ୍ତି ବା ଅନ୍ୟ କୌଣସି ବ୍ୟକ୍ତି ଧନୁରାଶିର ବ୍ୟକ୍ତିବିଶେଷମାନଙ୍କୁ ଅତି ସହଜରେ ହରାଇ ପାରନ୍ତି ନାହିଁ। ଶାରୀରିକ ଏବଂ ମାନସିକ ରୂପେ ଏହି ରାଶିର ବ୍ୟକ୍ତିବିଶେଷମାନେ ବହୁତ ଶକ୍ତିଶାଳୀ ହେବା ସହିତ ଅନ୍ୟ ବ୍ୟକ୍ତିଙ୍କୁ ସେମାନେ କିପରି ହରାଇ ପାରିବେ ତା'ର କୌଶଳ ମଧ୍ୟ ଏମାନେ ଭଲ ଭାବରେ ଜାଣିଥାନ୍ତି। ଯଦି ଆପଣମାନେ ଧନୁରାଶିର ବ୍ୟକ୍ତି ଅଟନ୍ତି, ତେବେ ଆପଣମାନଙ୍କୁ କହି ରଖୁଛି ଯେ ମା ଲକ୍ଷ୍ମୀଙ୍କର କୃପା ଆପଣମାନଙ୍କର ଉପରେ ଅଛି। ନିଶ୍ଚିତ ଭାବରେ ବର୍ଷର ଆଗାମୀ ସମୟରେ ବା ଏହି ମାର୍ଗଶିର ମାସରେ ଆପଣଙ୍କର ଦ୍ୱାର ଠିକ୍ ଖୁବ୍ ଶୀଘ୍ର ମା ଲକ୍ଷ୍ମୀ ଆପଣଙ୍କ ଘରକୁ ପ୍ରବେଶ କରିବା ପାଇଁ ଯାଉଛନ୍ତି ଏବଂ ନିଶ୍ଚିତ ଭାବରେ ଆପଣମାନେ ଧନରେ ଆଗକୁ ଆପଣମାନେ ଧନ ପାଇବା ପାଇଁ ଯାଉଛନ୍ତି ଏବଂ ଆପଣମାନଙ୍କର ସବୁ ଅସୁବିଧା ମଧ୍ୟ ଦୂର ହୋଇଯିବ। ବର୍ତ୍ତମାନ ଗ୍ରହଚକ୍ରରେ ଯେପରି ଗତି ରହିଛି, ଖୁବ୍ ଶୀଘ୍ର ଆପଣମାନଙ୍କୁ କିଛି ଏପରି ପରିବର୍ତ୍ତନ ପରିଲକ୍ଷିତ ହେବ ଯାହାଫଳରେ ଆପଣମାନେ ଜାଣିପାରିବେ ଯେ ଆଗାମୀ ସମୟଟି ଆପଣମାନଙ୍କ ପାଇଁ କିଭଳି ଭାବରେ ଭଲ ରହିବ ବା ଭଲ ଭାବରେ କଟିବ। ଦର୍ଶକ ବନ୍ଧୁ, ନମ୍ବର 5ରେ ବା ଶେଷ ଯେଉଁ ରାଶି ରହିଛି ତାହା ହେଉଛି ମୀନରାଶି। ମୀନରାଶିର ବ୍ୟକ୍ତିବିଶେଷମାନେ ମିଥୁନ ରାଶିର ବ୍ୟକ୍ତିବିଶେଷମାନଙ୍କର ପରି ଅଧିକ ଶାନ୍ତ ଏବଂ ସରଳ ହୋଇଥାନ୍ତି। କୌଣସି କଥାକୁ ସେମାନେ ଯଦି କୌଣସି ଅପମାନଜନକ କଥା ଅନ୍ୟ ବ୍ୟକ୍ତି ତାଙ୍କୁ କହିଥାଏ, ତେବେ ସେମାନେ ନିଶ୍ଚିତ ଭାବରେ ସେମାନଙ୍କର ହୃଦୟରେ ଏକ କଷ୍ଟ ପହଞ୍ଚିଥାଏ ଯାହା ସେମାନଙ୍କୁ କେବେ ବି ଖୁସି ଦେଇନଥାଏ ଏବଂ ସେହି କଥାକୁ ଭାବି ଭାବି ସେ ଅନେକ ସମୟରେ ଦୁଃଖ ପ୍ରକାଶ କରିଥାନ୍ତି। ତେଣୁ ଆପଣମାନଙ୍କୁ କହି ରଖେ ଯେ ଅନ୍ୟମାନଙ୍କର କଥାକୁ ଏତେଟା ପ୍ରାଧାନ୍ୟ ଦିଅନ୍ତୁ ନାହିଁ ଏବଂ ଯେ ଜୀବନରେ ଯାହା ବି କରୁଛନ୍ତି ସେହି କାର୍ଯ୍ୟରେ ସବୁ ଏକ ଲକ୍ଷ୍ୟ ରଖି ସେ କାର୍ଯ୍ୟଟିକୁ ଆପଣ ଶେଷ ପର୍ଯ୍ୟନ୍ତ କରନ୍ତୁ, ଯାହାଫଳରେ ଆପଣମାନଙ୍କୁ ନିଶ୍ଚିତ ଭାବରେ ସଫଳତା ପାଇବେ। ଯଦି ଦର୍ଶକ ବନ୍ଧୁ, ଯଦି ଆପଣମାନଙ୍କର ରାଶି ଏହା ମଧ୍ୟରେ ରହିଛି, ତେବେ ତଳେ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ କମେଣ୍ଟଟି କରିବାକୁ ଅନୁରୋଧ। ଧନ୍ୟବାଦ।